ओम शांति। आज साकार महावाक्य 16/9/2025। मधुर संतान माने तुम्हें हेउछ रूहानी पंडा। तुमको समस्त को शांति धाम अर्थात अमरपुरी रास्ता देखाइबाकू हेबो। प्रश्न तुम मानक भितरे केउ निशा रही एवं सेही निशा आधारे तुमे माने केउ निशार बाणी सुनाउछ। उत्तर तुम भितर यही निशा रही जे आमे बाबा को मने पकाई जन्म जन्मांतर पाई पवित्र हेउछु। तुमे माने निश्चयर सहित कहूछ जे जेते भी विघ्न पड़ो किंतु स्वर्गर स्थापना निश्चित हेब। नुआ दुनियार स्थापना एवं पुराणा दुनियार विनाश हेब ही हेब, कारण यह पूर्व प्रस्तुत ड्रामा एथिरे संसार कौनसी कथा ही नहीं। ओम शांति। आत्मिक संतान मानू आत्मिक पिता बुझाऊँच तुमे जानिछ जे आमे हेउछु आत्मा। वर्तमान आमे आत्मिक पंडा होइछु एवं अन्य मानू आत्मिक यात्रा कराउछु मध्य। एही कथा को भल भाबरे धारण कर। मायार तूफान बुलाई देउछि। प्रत्येक सकाळ संध्यारे यही विचार करिबा दरकार एही अमूल्य जीवन पाई अमूल्य रत्न आत्मिक बाबा ठारू मिलुछि। तेणु आत्मिक बाबा बुझाउछंती पिला माने तुमे एबे आत्मिक पंडा अथवा गाइड्स अट मुक्तिधामर रास्ता बताइबा पाई। ଏହା ହେଉଛି ସତ୍ୟ ସତ୍ୟ ଅମର କଥା। ଅମରପୁରୀକୁ ଯିବା ପାଇଁ ଅମରପୁରୀକୁ ଯିବା ପାଇଁ ତୁମେ ପବିତ୍ର ହେଉଛ। ଅପବିତ୍ର ଭ୍ରଷ୍ଟାଚାରୀ ଆତ୍ମା ଅମରପୁରୀକୁ କିପରି ଯିବେ? ମନୁଷ୍ୟ ଅମରନାଥ ଯାତ୍ରାକୁ ଯାଆନ୍ତି, ସ୍ୱର୍ଗକୁ ମଧ୍ୟ ଅମରନାଥ ପୁରୀ କୁହାଯିବ। ଅମରନାଥ ଏକୁଟିଆ କ'ଣ ଥିଲେ କି? ତୁମେ ସବୁ ଆତ୍ମାମାନେ ଅମରପୁରୀକୁ ଯାଉଛ। ତାହା ହେଉଛି ଆତ୍ମାମାନଙ୍କର ଅମରପୁରୀ ପରମଧାମ। ଏହାପରେ ଆସୁଛ ଶରୀର ସହିତ ଅମରପୁରୀକୁ। ସେଠାକୁ କିଏ ନେଇଯାଉଛନ୍ତି? ପରମପିତା ପରମାତ୍ମା ସମସ୍ତ ଆତ୍ମାମାନଙ୍କୁ ନେଇଯାଉଛନ୍ତି। ତାଙ୍କୁ ଅମରପୁରୀ ମଧ୍ୟ କହିପାରିବା, କିନ୍ତୁ ସଠିକ୍ ନାମ ହେଉଛି ଶାନ୍ତିଧାମ। ସେଠାକୁ ତ ସମସ୍ତଙ୍କୁ ଯିବାକୁ ହିଁ ହେବ। ଡ୍ରାମାର ବିଧାନ ଟାଳିଲେ ମଧ୍ୟ ଟାଳି ହେବ ନାହିଁ। ଏହାକୁ ଭଲ ଭାବରେ ବୁଦ୍ଧିରେ ଧାରଣ କର। ପ୍ରଥମେ ତ ନିଜକୁ ଆତ୍ମା ବୋଲି ବୁଝ। ପରମପିତା ପରମାତ୍ମା ମଧ୍ୟ ହେଉଛନ୍ତି ଆତ୍ମା। କେବଳ ତାଙ୍କୁ ପରମପିତା ପରମାତ୍ମା କୁହାଯାଉଛି। ସେ ଆମକୁ ବୁଝାଉଛନ୍ତି। ସେ ହିଁ ଜ୍ଞାନର ସାଗର ଏବଂ ପବିତ୍ରତାର ସାଗର ଅଟନ୍ତି। ଏବେ ପିଲାମାନଙ୍କୁ ପବିତ୍ର କରିବା ପାଇଁ ଶ୍ରୀମତ ଦେଉଛନ୍ତି ଯେ ମୋତେ ମନେ ପକାଇଲେ ତୁମର ଜନ୍ମ ଜନ୍ମାନ୍ତରର ପାପ କଟିଯିବ। ବାବାଙ୍କୁ ମନେ ପକାଇବାକୁ ହିଁ ଯୋଗ ବୋଲି କୁହାଯାଉଛି। ତୁମେ ତ ହେଲ ସନ୍ତାନ, ବାବାଙ୍କୁ ମନେ ପକାଇବାକୁ ହେବ। ଏହାଦ୍ୱାରା ହିଁ ନାବ ପାର ହେବ। ଏହି ବିଷୟ ନଗରୀରୁ ତୁମେ ଶିବ ନଗରୀକୁ ଯିବ, ପୁଣି ବିଷ୍ଣୁପୁରୀକୁ ଆସିବ। ଆମେ ସତ୍ୟଯୁଗ ପାଇଁ ହିଁ ପଢ଼ୁଛୁ, ଏଠିକା ପାଇଁ ନୁହେଁ। ଏଠାରେ ଯେଉଁମାନେ ରାଜା ହେଉଛନ୍ତି ସେମାନେ ଧନ ଦାନ କରିବା ଦ୍ୱାରା ହୋଇଥାନ୍ତି। କେତେକ ଅଛନ୍ତି ଯେଉଁମାନେ କି ଗରିବମାନଙ୍କୁ ବହୁତ ସମ୍ଭାଳିଥାନ୍ତି। କେହି ଡାକ୍ତରଖାନା ଧର୍ମଶାଳା ଆଦି କରୁଛନ୍ତି, କେହି ଧନ ଦାନ କରୁଛନ୍ତି। ଯେପରି ସିନ୍ଧରେ ମୁଲଚନ୍ଦ ନାମକ ଜଣେ ବ୍ୟକ୍ତି ଥିଲେ, ଗରିବମାନଙ୍କୁ ଦାନ କରୁଥିଲେ। ଗରିବମାନଙ୍କର ବହୁତ ଦାୟିତ୍ୱ ସମ୍ଭାଳୁଥିଲେ। ଏହିପରି ବହୁତ ଦାନୀ ଅଛନ୍ତି। ସକାଳୁ ଉଠି ଚାଉଳ ମୁଠି ରଖନ୍ତି ଏବଂ ଗରିବକୁ ଦାନ କରିଥାନ୍ତି। ଆଜିକାଲି ତ ବହୁତ ଠକାମି ଚାଲିଛି। ପାତ୍ରକୁ ଦାନ ଦେବା ଉଚିତ, ଏହି ବୁଦ୍ଧି ତ ନାହିଁ। ବାହାରେ ଯେଉଁ ଭିକାରୀମାନେ ବସିଥାନ୍ତି ତାଙ୍କୁ ଦେବା, ଏହା କୌଣସି ଦାନ ନୁହେଁ। ଏହା ତ ସେମାନଙ୍କର ନିୟମିତ ଧନ୍ଦା ଅଟେ। ଗରିବଙ୍କୁ ଦାନ କରିବା ବାଲା ଭଲ ପଦ ପାଇଥାନ୍ତି। ଏବେ ତୁମେ ସମସ୍ତେ ହେଉଛ ଆତ୍ମିକ ପଣ୍ଡା। ତୁମେ ପ୍ରଦର୍ଶନୀ ଅଥବା ମ୍ୟୁଜିୟମ୍ ଖୋଲିଲେ ଏହିପରି ନାମ ଲେଖ ଯେପରି ସିଦ୍ଧ ହୋଇଯିବ। ଏମାନେ ହେଉଛନ୍ତି ନୂଆ ବିଶ୍ୱର ରାଜଧାନୀର ଗାଇଡ୍। କିନ୍ତୁ ମନୁଷ୍ୟ କିଛି ହେଲେ ବୁଝୁନାହାନ୍ତି। ଏହା ହେଉଛି କଣ୍ଟାର ଜଙ୍ଗଲ। ସ୍ୱର୍ଗ ହେଉଛି ଫୁଲର ବଗିଚା ଯେଉଁଠି ଦେବତାମାନେ ରୁହନ୍ତି। ତୁମମାନଙ୍କର ଏହି ନିଶା ରହିବା ଉଚିତ ଯେ ଆମେ ବାବାଙ୍କୁ ମନେ ପକାଇ ଜନ୍ମ ଜନ୍ମାନ୍ତର ପାଇଁ ପବିତ୍ର ହେଉଛୁ। ତୁମେ ଜାଣିଛ ଯେତେ ବିଘ୍ନ ପଡ଼ିଲେ ମଧ୍ୟ ସ୍ୱର୍ଗର ସ୍ଥାପନା ତ ନିଶ୍ଚୟ ହେବ। ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା, ଏଥିରେ ସନ୍ଦେହର କୌଣସି କଥା ହିଁ ନାହିଁ। ଟିକିଏ ହେଲେ ସଂଶୟ ଆଣିବା ଅନୁଚିତ। ପତିତ ପାବନ ବୋଲି ତ ସମସ୍ତେ କହିଥାନ୍ତି। ଇଂରାଜୀରେ ମଧ୍ୟ କହନ୍ତି, ହେ ପ୍ରଭୁ ଆସିକି ଦୁଃଖରୁ ମୁକ୍ତ କର। ପାଞ୍ଚ ବିକାର ଦ୍ୱାରା ହିଁ ଦୁଃଖ ମିଳିଥାଏ। ସତ୍ୟଯୁଗ ହେଉଛି ନିର୍ବିକାରୀ ଦୁନିଆ, ସୁଖଧାମ। ଏବେ ତୁମ ପିଲାମାନଙ୍କୁ ସ୍ୱର୍ଗକୁ ଯିବାକୁ ହେବ।
ମନୁଷ୍ୟ ଭାବୁଛନ୍ତି ସ୍ୱର୍ଗ ଉପରେ ଅଛି, ତାଙ୍କୁ ଜଣା ନାହିଁ ଯେ ଉପରେ ମୁକ୍ତିଧାମ ଅଛି। ଜୀବନ ମୁକ୍ତି ପାଇବା ପାଇଁ ତ ଏହିଠାକୁ ହିଁ ଆସିବାକୁ ହେବ। ଏକଥା ବାବା ତୁମକୁ ବୁଝାଉଛନ୍ତି, ତାକୁ ଭଲ ଭାବରେ ଧାରଣ କରି ଜ୍ଞାନରେ ହିଁ ମନ୍ଥନ କରିବାକୁ ହେବ। ଛାତ୍ରମାନେ ମଧ୍ୟ ଘରେ ଏହି ଖ୍ୟାଲ ରଖିଥାନ୍ତି, ଏହି ପେପର ଭରି କରି ଦେବାକୁ ହେବ, ଆଜି ଏହା କରିବାକୁ ପଡ଼ିବ। ଏଣୁ ତୁମ ପିଲାମାନଙ୍କୁ ନିଜର କଲ୍ୟାଣ କରିବା ପାଇଁ ଆତ୍ମାକୁ ସତ ପ୍ରଦାନ କରିବାକୁ ହେବ। ପବିତ୍ର ହୋଇ ମୁକ୍ତିଧାମ ଯିବାକୁ ହେବ, ପୁଣି ଜ୍ଞାନ ଦ୍ୱାରା ଦେବତା ହେବା। ଆତ୍ମା କହୁଛି ନା, ମୁଁ ପାଠ ପଢ଼ି ବାରିଷ୍ଟର ହେଉଛି, ମୋ ଆତ୍ମା ଗଭର୍ଣ୍ଣର ହେଉଛି। ଆତ୍ମା ଶରୀର ସହିତ ହେଉଛି, ଶରୀର ବିନାଶ ହୋଇଗଲେ ପୁଣି ନୂଆ କରି ପଢ଼ିବାକୁ ପଡ଼ିଥାଏ। ଆତ୍ମା ହିଁ ପୁରୁଷାର୍ଥ କରୁଛି ବିଶ୍ୱର ମାଲିକ ହେବା ପାଇଁ। ବାବା କହୁଛନ୍ତି, ଏହା ପକ୍କା ମନେ ରଖ ଯେ ମୁଁ ଆତ୍ମା ଅଟେ। ଦେବତାମାନଙ୍କୁ ଏହିପରି କହିବାକୁ ପଡ଼େ ନାହିଁ, ମନେ ପକାଇବାକୁ ପଡ଼େ ନାହିଁ, କାହିଁକି ନା ସେମାନେ ପବିତ୍ର ହିଁ ଥାଆନ୍ତି, ପ୍ରାରବ୍ଧ ଭୋଗ କରୁଥାନ୍ତି। ସେମାନେ କ'ଣ ପତିତ ଥାଆନ୍ତି ଯେ ବାବାଙ୍କୁ ମନେ ପକାଇବେ? ତୁମେ ଆତ୍ମା ପତିତ ହୋଇଥିବାରୁ ବାବାଙ୍କୁ ମନେ ପକାଇବାକୁ ପଡ଼ୁଛି। ସେମାନଙ୍କୁ ତ ମନେ ପକାଇବାର ଆବଶ୍ୟକତା ନାହିଁ। ଏହା ଡ୍ରାମା ଅଟେ ନା? ଗୋଟିଏ ଦିନ ମଧ୍ୟ ଏକା ଭଳି ହୋଇନଥାଏ। ଏହି ଡ୍ରାମା କ୍ରମାଗତ ଚାଲିଥାଏ। ସାରା ଦିନର ପାର୍ଟ ସେକେଣ୍ଡକୁ ସେକେଣ୍ଡ ବଦଳୁଥାଏ, ସୁଟିଂ ହୋଇ ଚାଲିଥାଏ। ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, କୌଣସି କଥାରେ ହାର୍ଟଫେଲ୍ ହୁଅ ନାହିଁ, ଅର୍ଥାତ୍ ଝାଉଁଳି ପଡ଼ ନାହିଁ। ଏହା ଜ୍ଞାନର କଥା। ଭଲେ ନିଜର ଧନ୍ଦା ଆଦି କର, କିନ୍ତୁ ଭବିଷ୍ୟତରେ ଉଚ୍ଚପଦ ପାଇବା ପାଇଁ ପୁରା ପୁରୁଷାର୍ଥ କର। ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ପଡ଼ିବ। କୁମାରୀମାନେ ତ ଗୃହସ୍ଥକୁ ଯାଇନାହାନ୍ତି। ଯାହାଙ୍କର ପିଲାଛୁଆ ଅଛନ୍ତି ତାଙ୍କୁ ଗୃହସ୍ଥୀ ବୋଲି କୁହାଯାଏ। ବାବା ତ ଅଧର କୁମାର ଏବଂ କୁମାରୀ ସମସ୍ତଙ୍କୁ ପଢ଼ାଉଛନ୍ତି। ଅଧର କୁମାରୀଙ୍କର ଅର୍ଥ ମଧ୍ୟ ବୁଝୁନାହାନ୍ତି। କ'ଣ ଅଧା ଶରୀର ରହିଛି? ଏବେ ତୁମେ ଜାଣୁଛ, କନ୍ୟା ହେଉଛି ପବିତ୍ର ଏବଂ ଅଧର କନ୍ୟା ତାଙ୍କୁ କୁହାଯାଏ ଯିଏ ଅପବିତ୍ର ହେବା ପରେ ପୁଣି ପବିତ୍ର ହୋଇଥାନ୍ତି। ତୁମର ହିଁ ସ୍ମୃତି ଚିହ୍ନ ରହିଛି। ବାବା ହିଁ ତୁମମାନଙ୍କୁ ବୁଝାଉଛନ୍ତି, ବାବା ତୁମକୁ ପଢ଼ାଉଛନ୍ତି। ତୁମେ ଜାଣିଛ, ଆମେ ଆତ୍ମା ମୂଳପତନକୁ ମଧ୍ୟ ଜାଣିଛୁ। ପୁଣି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ କିପରି ରାଜ୍ୟ କରୁଛନ୍ତି, କ୍ଷତ୍ରିୟପଣିଆର ଚିହ୍ନ ଧନୁତୀର କାହିଁକି ଦେଇଛନ୍ତି, ଏକଥା ମଧ୍ୟ ତୁମେ ଜାଣିଛ। ଲଢ଼େଇ ଆଦିର ତ କୌଣସି କଥା ହିଁ ନାହିଁ। ନା ଅସୁରଙ୍କ କଥା ଅଛି, ନା ଚୋରି କଥା ସିଦ୍ଧ ହେଉଛି। ଏପରି ତ କେହି ରାବଣ ନାହାନ୍ତି ଯିଏକି ସୀତାଙ୍କୁ ନେଇଯିବେ। ତେଣୁ ବାବା ବୁଝାଉଛନ୍ତି, ମିଠା ମିଠା ସନ୍ତାନମାନେ, ତୁମେ ଜାଣୁଛ ଯେ ଆମେ ସ୍ୱର୍ଗର ମୁକ୍ତି ଜୀବନ ମୁକ୍ତିର ପଣ୍ଡା ଅଟୁ। ସେମାନେ ହେଲେ ଶାରୀରିକ ପଣ୍ଡା, ଆମେ ହେଉଛୁ ଆତ୍ମିକ ପଣ୍ଡା। ସେମାନେ ହେଲେ କଳିଯୁଗୀ ବ୍ରାହ୍ମଣ, ତୁମେ ହେଲ ସଙ୍ଗମ ଯୁଗୀ ବ୍ରାହ୍ମଣ। ଏବେ ପୁରୁଷୋତ୍ତମ ହେବା ପାଇଁ ପଢ଼ୁଛ। ବାବା ଅନେକ ପ୍ରକାରରେ ବୁଝାଉଛନ୍ତି, ତଥାପି ମଧ୍ୟ ଦେହ ଅଭିମାନରେ ଆସିବା ଦ୍ୱାରା ଭୁଲି ଯାଉଛନ୍ତି। ମୁଁ ଆତ୍ମା, ବାବାଙ୍କର ସନ୍ତାନ, ଏହି ନିଶା ରହୁନାହିଁ। ତେବେ ଯୋଗଯୁକ୍ତ ଯେତେ ହେବ ସେତେ ଦେହ ଅଭିମାନ ଦୂରେଇ ଯିବ। ନିଜକୁ ସମ୍ଭାଳି ରଖ। ଦେଖ, ମୋର ଦେହ ଅଭିମାନ ଦୂର ହେଲାଣି। ଆମେ ଏବେ ଯାଉଛୁ, ପୁଣି ବିଶ୍ୱର ମାଲିକ ହେବୁ। ଆମର ହିଁ ହିରୋ ହିରୋଇନ୍ର ପାର୍ଟ ରହିଛି। କେହି ବିଜୟ ପ୍ରାପ୍ତ କଲେ ହିରୋ ହିରୋଇନ୍ ନାମ ରଖାଯାଇଥାଏ। ଏହି ସମୟରେ ତୁମେ ବିଜୟ ପ୍ରାପ୍ତ କରୁଥିବାରୁ ତୁମର ନାମ ହିରୋ ହିରୋଇନ୍ ଦେଖାଯାଇଛି। ଏହା ପୂର୍ବରୁ ନଥିଲା। ଯିଏ ହାରିଯାଏ ତାଙ୍କୁ ହିରୋ ହିରୋଇନ୍ କୁହାଯାଏ ନାହିଁ। ତୁମେ ଜାଣିଛ, ଆମେ ଏବେ ଯାଇ ହିରୋ ହିରୋଇନ୍ ହେବୁ। ତୁମର ଅଭିନୟ ସବୁଠାରୁ ଉଚ୍ଚ ଅଟେ। କଉଡ଼ି ଏବଂ ହୀରା ମଧ୍ୟରେ ବହୁତ ଫରକ ରହିଛି। କେହି କେତେ ଲକ୍ଷପତି କୋଟିପତି ହୋଇଥିଲେ ମଧ୍ୟ ତୁମେ ଜାଣିଛ, ଏସବୁ ବିନାଶ ହୋଇଯିବ। ତୁମେମାନେ ଧନବାନ ହେବାକୁ ଯାଉଛ, ବାକି ସମସ୍ତେ ଦେବାଳିଆ ହୋଇଯାଉଛନ୍ତି। ଏସବୁ କଥା ଧାରଣ କରିବାକୁ ହେବ। ନିଶ୍ଚୟ ରହିବା ଉଚିତ। ଏଠାରେ ନିଶା ଚଢ଼ୁଛି, ବାହାରକୁ ଗଲେ ଖସି ଯାଉଛି। ଏଠାକାର କଥା ଏହିଠାରେ ହିଁ ରହିଯାଉଛି। ବାବା କହୁଛନ୍ତି ବୁଦ୍ଧିରେ ରହୁ। ବାବା ଆମକୁ ପଢ଼ାଉଛନ୍ତି, ଯେଉଁ ପାଠପଢ଼ା ଦ୍ୱାରା ଆମେ ମନୁଷ୍ୟରୁ ଦେବତା ହୋଇଯିବୁ। ଏଥିରେ ଅସୁବିଧାର କୌଣସି କଥା ହିଁ ନାହିଁ। ଧନ୍ଦା ଆଦିରୁ ମଧ୍ୟ କିଛି ସମୟ ବାହାର କରି ମନେ ପକାଇ ପାରିବ। ଏହା ମଧ୍ୟ ନିଜ ପାଇଁ ଧନ୍ଦା ଅଟେ ନା। ଛୁଟି ନେଇ ବାବାଙ୍କୁ ମନେ ପକାଅ, ଏହାକୁ ମିଛ କହିବା କୁହାଯିବ ନାହିଁ। ସାରାଦିନ କ'ଣ ଏହିପରି ନଷ୍ଟ କରିବୁ? ଆମକୁ ଭବିଷ୍ୟତ ପାଇଁ କିଛି ଖିଆଲ ତ ରଖିବାକୁ ପଡ଼ିବ।
ବହୁତ ଯୁକ୍ତି ରହିଛି। ଯେତେ ସମ୍ଭବ ସମୟ ବାହାର କରି ବାବାଙ୍କୁ ମନେ ପକାଅ। ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି ମଧ୍ୟ କର। ମୁଁ ତୁମକୁ ବିଶ୍ୱର ମାଲିକ ହେବା ପାଇଁ ବହୁତ ଭଲ ରାୟ ଦେଉଛି। ତୁମେ ପିଲାମାନେ ମଧ୍ୟ ସମସ୍ତଙ୍କୁ ରାୟ ଦେଉଛ। ରାୟ ଦେବା ପାଇଁ ମନ୍ତ୍ରୀ ରହିଥାନ୍ତି ନା? ତୁମେ ହେଉଛ ପରାମର୍ଶଦାତା। ଏହି ଜନ୍ମରେ ସମସ୍ତଙ୍କୁ ମୁକ୍ତି, ଜୀବନ ମୁକ୍ତି କିପରି ମିଳିବ ସେହି ରାସ୍ତା ବତାଉଛ। ମନୁଷ୍ୟ ସ୍ଲୋଗାନ ଆଦି କାନ୍ଥ ଉପରେ ଲଗାଇ ଦେଇଥାନ୍ତି। ଯେପରି ତୁମେ ଲେଖୁଛ, ବି ହୋଲି ଆଣ୍ଡ ରାଜଯୋଗୀ, ଅର୍ଥାତ୍ ପବିତ୍ର ହୁଅ ଏବଂ ରାଜଯୋଗୀ ହୁଅ। କିନ୍ତୁ ଏହାଦ୍ୱାରା ବୁଝିବେ ନାହିଁ। ଏବେ ତୁମେ ବୁଝୁଛ ଯେ ଆମକୁ ବାବାଙ୍କ ଠାରୁ ଏହି ସମ୍ପତ୍ତି ମିଳୁଛି, ମୁକ୍ତିଧାମର ମଧ୍ୟ ସମ୍ପତ୍ତି ମିଳିଛି। ମୋତେ ତୁମେ ପତିତ ପାବନ କହୁଥିବାରୁ ମୁଁ ଆସି ପବିତ୍ର ହେବା ପାଇଁ ରାୟ ଦେଉଛି। ତୁମେ ମଧ୍ୟ ହେଉଛ ପରାମର୍ଶଦାତା। ମୁକ୍ତିଧାମକୁ କେହି ବି ଯାଇପାରିବେ ନାହିଁ ଯେପର୍ଯ୍ୟନ୍ତ ବାବା ପରାମର୍ଶ ବା ଶ୍ରୀମତ ନ ଦେଇଛନ୍ତି। ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ମତ ହେଉଛି ଶିବ ବାବାଙ୍କର। ଆତ୍ମାମାନଙ୍କୁ ଶିବ ବାବାଙ୍କର ଶ୍ରୀମତ ମିଳୁଛି। ପାପ ଆତ୍ମା, ପୁଣ୍ୟ ଆତ୍ମା ବୋଲି କୁହାଯାଏ। ପାପ ଶରୀର ତ କୁହାଯିବ ନାହିଁ। ଆତ୍ମା ଶରୀର ଦ୍ୱାରା ପାପ କରୁଥିବାରୁ ପାପ ଆତ୍ମା କୁହାଯାଉଛି। ଶରୀର ବିନା ଆତ୍ମା ପାପ କିମ୍ବା ପୁଣ୍ୟ କରିପାରିବ ନାହିଁ। ତେଣୁ ଯେତେ ସମ୍ଭବ ବିନାଶ ସମ୍ଭବ ବିଚାର ସାଗର ମନ୍ଥନ କର। ସମୟ ତ ବହୁତ ରହିଛି। ଶିକ୍ଷକ ଅଥବା ପ୍ରଫେସର ହୋଇଥିଲେ ତାଙ୍କୁ ମଧ୍ୟ ଯୁକ୍ତି ଦ୍ୱାରା ଏହି ରୁହାନୀ ପାଠ ପଢ଼ାଇବା ଉଚିତ, ଯାହାଦ୍ୱାରା କଲ୍ୟାଣ ହେବ। ବାକି ଏହି ଶାରୀରିକ ପାଠ ଦ୍ୱାରା କ'ଣ ହେବ? ଆମେ ଏହି ପାଠ ପଢ଼ାଉଛୁ, ବାକି ଅଳ୍ପ ଦିନ ଅଛି, ବିନା ସମ୍ମୁଖରେ ଦଣ୍ଡାୟମାନ। ମନ ଭିତରେ ଉତ୍ସାହିତ ହେବେ କିପରି ମନୁଷ୍ୟମାନଙ୍କୁ ରାସ୍ତା ବତାଇବୁ। ଜଣେ କନ୍ୟା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ଗୀତାର ଭଗବାନଙ୍କର କଥା ପଚରା ଯାଇଥିଲା। ସେ ଲେଖିଦେଲେ ଗୀତାର ଭଗବାନ ଶିବ ଅଟନ୍ତି, ତେଣୁ ତାଙ୍କୁ ଫେଲ୍ କରିଦେଲେ। ଭାବୁଥିଲେ ଯେ ମୁଁ ବାବାଙ୍କର ମହିମା ଲେଖୁଛି, ଗୀତାର ଭଗବାନ ହେଉଛନ୍ତି ଶିବ। ସେ ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି। ଶ୍ରୀକୃଷ୍ଣଙ୍କ ଆତ୍ମା ମଧ୍ୟ ଜ୍ଞାନ ପ୍ରାପ୍ତ କରୁଛନ୍ତି। ଏହାକୁ ବସି ଲେଖିଥିବାରୁ ଫେଲ୍ ହୋଇଗଲେ। ମାତା ପିତାଙ୍କୁ କହିଲେ ମୁଁ ଏସବୁ ପଢ଼ିବି ନାହିଁ, ଏବେ ହିଁ ଆତ୍ମିକ ପାଠ ପଢ଼ାରେ ଲାଗିଯିବି। କନ୍ୟା ମଧ୍ୟ ବହୁତ ଫାଷ୍ଟ କ୍ଲାସ୍ ଥିଲେ। ପୂର୍ବରୁ ହିଁ କହୁଥିଲେ ମୁଁ ଏହିପରି ଲେଖିବି, ଫେଲ୍ ହୋଇଯିବି। କିନ୍ତୁ ସତ୍ୟ ତ ଲେଖିବାକୁ ହେବ ନା। ଆଗକୁ ଗଲେ ବୁଝିବେ ବାସ୍ତବରେ ଏ କନ୍ୟା ଯାହା ଲେଖିଥିଲା ତାହା ସତ୍ୟ ଅଟେ। ଯେବେ ପ୍ରଭାବ ବିସ୍ତାର ହେବ, ପ୍ରଦର୍ଶନୀ ବା ମ୍ୟୁଜିୟମରେ ତାଙ୍କୁ ଡାକିଲେ ଜାଣିବେ ଏବଂ ତାଙ୍କ ବୁଦ୍ଧିରେ ଆସିବ ଯେ ଏହା ତ ସତ୍ୟ ଅଟେ। ବହୁତ ମନୁଷ୍ୟ ଆସୁଥିବାରୁ ବିଚାର କରିବା ଦରକାର ଯେ ଏପରି କରିବୁ ଯେପରି ମନୁଷ୍ୟମାନେ ତୁରନ୍ତ ବୁଝିଯିବେ ଏହା କୌଣସି ନୂଆ କଥା ଅଟେ। କେହି ନା କେହି ନିଶ୍ଚୟ ବୁଝିବେ ଯେ କି ଏଠାକାର ହୋଇଥିବେ। ତୁମେ ସମସ୍ତଙ୍କୁ ରୁହାନୀ ରାସ୍ତା ବତାଉଛ। ବିଚାରା କେତେ ଦୁଃଖୀ ଅଟନ୍ତି, ସେମାନଙ୍କର ଦୁଃଖ କିପରି ଦୂର କରିବୁ? ଖିଟପିଟ ତ ବହୁତ ରହିଛି ନା। ପରସ୍ପରର ଶତ୍ରୁ ହୋଇ କିପରି ହତ୍ୟା କରିଦେଉଛନ୍ତି। ଏବେ ବାବା ସନ୍ତାନମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି। ମାତାମାନେ ତ ବିଚାରା ଅବୋଧ ଅଟନ୍ତି, କହୁଛନ୍ତି ଆମେ ଲେଖାପଢ଼ା ଜାଣିନାହୁଁ। ବାବା କହୁଛନ୍ତି ନ ପଢ଼ିଛ ଭଲ। ବେଦଶାସ୍ତ୍ର ଯାହା କିଛି ପଢ଼ିଛ ସବୁ ଏହିଠାରେ ଭୁଲିବାକୁ ହେବ। ଏବେ ମୁଁ ଯାହା ଶୁଣାଉଛି ତାକୁ ଶୁଣ। ବୁଝାଇବା ଦରକାର ସତ୍କଥିତ ନିରାକାର ପରମ ପିତା ପରମାତ୍ମାଙ୍କ ବିନା କେହି କରିପାରିବେ ନାହିଁ। ମନୁଷ୍ୟମାନଙ୍କ ପାଖରେ ଜ୍ଞାନ ହିଁ ନାହିଁ, ତେବେ ପୁଣି ସେ ସତ୍ଗତି କିପରି କରିପାରିବେ? ସଦ୍ଗତି ଦାତା ଜ୍ଞାନର ସାଗର ହେଉଛନ୍ତି ହିଁ ଜଣେ। ମନୁଷ୍ୟ ଏପରି କହିବେ ନାହିଁ ଯିଏ ଏଠାକାର ହୋଇଥିବେ, ସେ ବୁଝିବା ପାଇଁ ଚେଷ୍ଟା କରିବେ। ଜଣେ କେହି ବିଶିଷ୍ଟ ବ୍ୟକ୍ତି ବାହାରିଲେ ପ୍ରସିଦ୍ଧି ହେବେ। ଗାୟନ ରହିଛି ଗରିବ ତୁଳସୀ ଦାସଙ୍କର କେହି କଥା ଶୁଣିଲେ ନାହିଁ। ସେବାର ଯୁକ୍ତି ତ ବାବା ବହୁତ ବୁଝାଉଛନ୍ତି। ପିଲାମାନେ ପ୍ରତ୍ୟକ୍ଷ ରୂପେ ପ୍ରୟୋଗ କରିବା ଉଚିତ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, କର୍ମଧନ୍ଦା କରି ମଧ୍ୟ ଭବିଷ୍ୟତର ଉଚ୍ଚପଦ ପାଇବା ପାଇଁ ବାବାଙ୍କ ସ୍ମୃତିରେ ରହିବାର ପୁରା ପୁରୁଷାର୍ଥ କରିବାକୁ ହେବ। ଏହି ଡ୍ରାମାର ଦୃଶ୍ୟ ପ୍ରତି ମୁହୂର୍ତ୍ତରେ ବଦଳୁଛି, ସେଥିପାଇଁ କେବେ ବି କୌଣସି ଦୃଶ୍ୟକୁ ଦେଖି ହାର୍ଟ ଫେଲ୍ ହେବା ଉଚିତ ନୁହେଁ। 2 ନମ୍ବର, ଏହି ଆତ୍ମିକ ପାଠପଢ଼ା ନିଜେ ପଢ଼ିବା ସହିତ
ଅନ୍ୟମାନଙ୍କୁ ପଢ଼ାଇବାକୁ ହେବ, ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ମନ ଭିତରେ ଏହିପରି ଉମଙ୍ଗ ଉତ୍ସାହ ଆସିବା ଦରକାର ଯେ ମୁଁ କିପରି ସମସ୍ତଙ୍କୁ ପବିତ୍ର ହେବା ତଥା ଘରକୁ ଯିବାର ରାସ୍ତା ଦେଖାଇବି। ବରଦାନ ସର୍ବ ସମ୍ବନ୍ଧର ସହଯୋଗର ଅନୁଭୂତି ଦ୍ୱାରା ନିରନ୍ତର ଯୋଗୀ ସହଜ ଯୋଗୀ ହୁଅ। ସବୁ ସମୟରେ ବାବାଙ୍କର ଭିନ୍ନ ଭିନ୍ନ ସମ୍ବନ୍ଧର ସହଯୋଗ ନେବା ଅର୍ଥାତ୍ ଅନୁଭବ କରିବା ହିଁ ସହଜ ଯୋଗ ଅଟେ। ବାବା ତ ଯେକୌଣସି ସମୟରେ ସମ୍ବନ୍ଧ ରକ୍ଷା କରିବା ପାଇଁ ବନ୍ଧାୟମାନ ଅଟନ୍ତି। ସାରା ଗଳ୍ପ ଭିତରେ କେବଳ ଏବେ ହିଁ ସର୍ବ ଅନୁଭବର ଖଣି ପ୍ରାପ୍ତ ହେଉଛି। ସେଥିପାଇଁ ସର୍ବଦା ସର୍ବ ସମ୍ବନ୍ଧର ସହଯୋଗ ନିଅ ଏବଂ ନିରନ୍ତର ଯୋଗୀ ସହଜ ଯୋଗୀ ହୁଅ। କାହିଁକି ନା ଯିଏ ବି ସର୍ବ ସମ୍ବନ୍ଧର ଅନୁଭୂତିରେ ବା ପ୍ରାପ୍ତିରେ ମଗନ ରହିଥାଏ ସେ ପୁରୁଣା ଦୁନିଆର ବାତାବରଣ ଠାରୁ ସହଜରେ ଉପରାମ ହୋଇଯାଏ। ସ୍ଲୋଗାନ ଯଦି ସର୍ବଶକ୍ତିରେ ସମ୍ପନ୍ନ ରହିବା ହିଁ ବ୍ରାହ୍ମଣ ସ୍ୱରୂପର ବିଶେଷତା ଅଟେ। ଅବ୍ୟକ୍ତ ଇଶାରା ଏବେ ଲଗଣ୍ଡ ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ତପସ୍ୱୀ ମୂରତର ଅର୍ଥ ହେଲା ତପସ୍ୟା ଦ୍ୱାରା ଶକ୍ତିର କିରଣ ଚାରିଆଡ଼େ ବିଚ୍ଛୁରିତ ହେଉଥିବାର ଅନୁଭବ ହେଉଥିବ। ଏହି ତପସ୍ୱୀ ସ୍ୱରୂପ ଅନ୍ୟମାନଙ୍କୁ ଦେବାର ସ୍ୱରୂପ ଅଟେ। ଯେପରି ସୂର୍ଯ୍ୟ ସାରା ବିଶ୍ୱକୁ ଆଲୋକ ତଥା ଅନେକ ଗୁଡ଼ିଏ ବିନାଶୀ ପ୍ରାପ୍ତିର ଅନୁଭୂତି କରାଉଛି, ସେହିପରି ମହାନ ତପସ୍ୱୀ ଆତ୍ମାମାନେ ନିଜର ଜ୍ୱାଳା ରୂପର ଶକ୍ତିଶାଳୀ ଯୋଗ ଦ୍ୱାରା ପ୍ରାପ୍ତିର କିରଣକୁ ଅନୁଭବ କରାଇଥାନ୍ତି। ଓମ୍ ଶାନ୍ତି।